ତ ଗୋଟେ ମାଧ୍ୟମ ସିନା ଅଲଗା, ମୁଁ ସେଥିପାଇଁ ଗୋଟେ ସେଇ କୋଶ୍ଚିନ୍ ଟା କଲି ନା। ନାଇଁ ତତ୍ତ୍ୱ ତ ଏକ, ମାଧ୍ୟମ ଅଲଗା ହେଲେ ତତ୍ତ୍ୱ ଏକ। ଆଜ୍ଞା ଠିକ ଠିକ। ତେଣୁ ଆମେ ଯିଏ ଯାହା କରିବା ଯୋଉ କରିବା, କିନ୍ତୁ ମୂଳ ତତ୍ତ୍ୱ ସବୁତକର ହଉଛି ଗୋଟିଏ। ଗୋଟିଏ ସେଇ ସକାଶେ ମୁଁ ୟୁଟ୍ୟୁବରେ ବାରମ୍ବାର କହୁଛି ଯେ ଆଜ୍ଞା ଯିଏ ଯୋଉ ମାର୍ଗରେ ଯାଉ, ଯିଏ ଯୋଉ ଗୁରୁ କରୁ, ଯିଏ ଯୋଉ ପନ୍ଥାରେ ହଉ, ଆଜ୍ଞା ମୋର କାହା ସହିତ ଅମେଳ ନାହିଁ, କାହାର ମତଭେଦ ନାହିଁ। ମୁଁ ସମସ୍ତଙ୍କୁ ଆଦର କରୁଛି, ସମସ୍ତେ ଆସନ୍ତୁ, କିନ୍ତୁ ସେଇ ଯୋଉ ମୂଳ ତତ୍ତ୍ୱ ଟିକେ ସମସ୍ତେ ଉପଲବ୍ଧ କରନ୍ତୁ। ଆଜ୍ଞା ଏଇଟା ହଉଛି ମୋର ଇଚ୍ଛା ସମସ୍ତଙ୍କ, ମାନେ ଆଜ୍ଞା ବିଶ୍ୱବାସୀ ସେ ମୂଳ ତତ୍ତ୍ୱକୁ ଉପଲବ୍ଧ କରିକିରି ଉଚ୍ଚତର ସାଧନା କରନ୍ତୁ, ଏଇ ହଉଛି ମୋର ଇଚ୍ଛା। ଆପଣ ବହୁତ ବଢିଆ ସନ୍ଥ ଜଣେ, ସାଧୁ ଜଣେ, ମୁଁ ଜାଣିପାରିଛି। ମାନେ ଆପଣଙ୍କର କଥାବାର୍ତ୍ତା ୟୁଟ୍ୟୁବ ରୁ ଯାହା ଜାଣିଲି ମୁଁ ଜାଣୁଛି, ହଁ ମତେ ବହୁତ ଆନନ୍ଦ ଲାଗିଲା ବୋଲି ଆପଣଙ୍କ ସହିତ ଦିପଦ କଥା ହେବା ପାଇଁ ଚାହିଁଲି। ବା ଆପଣ କେତେବେଳେ, ଆପଣ ବର୍ତ୍ତମାନ କେତେବେଳେ ଫ୍ରି ରହୁଛନ୍ତି? ଆପଣ ସବୁବେଳେ ତ ବ୍ୟସ୍ତ ଭିତରେ ଥିବେ। ମାନେ ସାଧାରଣତଃ ତ ସବୁବେଳେ ଅସୁବିଧା ହବ ବୋଲିକି ଦିନ 9ଟାରୁ 11ଟା, ଆଜ୍ଞା ଦିନ 3ଟାରୁ 5ଟା, ଆଜ୍ଞା ଆଉ ସନ୍ଧ୍ୟା 7ଟାରୁ 9ଟା, ଏଇ ଟାଇମ ରେ ମୁଁ ଟିକେ ଫାଙ୍କା ରୁହେ। ଆପଣ ଓହୋ କୁହନ୍ତୁ ଆଜ୍ଞା। କଣ କଥାଟା କଣ କୁହ? ତିନି କାଳେ ତିନି କଥା ଅଚିରେ ନନ୍ଦନ, ଉଦ୍ୟ ହସ୍ତ ପାଇ ମଧ୍ୟ କରୁ ଧ୍ୟାନ। ହଁ, ଆଉ 3 କାଳ ସକାଳ, ମଧ୍ୟା, ସନ୍ଧ୍ୟାନ। ଏଇଆ ତ ବ୍ରାହ୍ମଣ ମତରେ, ପିଣ୍ଡ ମତରେ? ପିଣ୍ଡବରେ 3 କାଳ ଦେଖୁନା, 3 କାଳ ଗୋଟେ ହଉଛି ପ୍ରାତ, ଗୋଟେ ମଧ୍ୟାହ୍ନ, ଗୋଟେ ହଉଛି ସନ୍ଧ୍ୟା। ହଁ ସେଇଟା ତ ଏଟା ବ୍ରହ୍ମାଣ୍ଡ ଜାଗା, ପିଣ୍ଡ ମୁଁ ବା ସେଇ ମଧ୍ୟରେ ପିଣ୍ଡ କଥାଟା କହୁଛି, ତେବେ ତ କହିବାକୁ ସୁଯୋଗ ଦଉନା। ଆଜ୍ଞା ଆଜ୍ଞା, ହଁ ହଉ କୁହନ୍ତୁ ବାବା, ହଁ ହଁ। ପ୍ରାତ କାଳଟା ହେଲା ଇଡା ନାଡି, ହଁ ହୁଁ ସନ୍ଧ୍ୟା କାଳଟା ହେଲା ପିଙ୍ଗଳା ନାଡି, ହଁ ଆଉ ମଧ୍ୟାହ୍ନ ଟା ହେଲା ସୁଷୁମ୍ନା ନାଡି। ହଁ ହଁ। ତେଣୁ ତମେ ସେ ସୁଷୁମ୍ନା ନାଡିରେ ଧ୍ୟାନ କର। ଆଜ୍ଞା ଆଜ୍ଞା ଆଜ୍ଞା, ହେଲା ହେଲା। କଥା ହ୍ୟାଲୋ ଆଜ୍ଞା ବାବା। ହଁ। ଆଉ ଯୋଉ ଯୁଗଳ ସମୟ ଟା, ଯୋଉ ଚନ୍ଦ୍ର ସୂର୍ଯ୍ୟ ଚନ୍ଦ୍ର, ସେଇଟା କଣ କରିବ ଯୁଗଳ ସମୟରେ? ସେଇଟା କଣ କରିବ ଜପିବ? ଯୁଗଳ ସମୟ ବା ସେଇ ସୁଷୁମ୍ନା ସମୟ, ସେଇ ସମୟରେ କେବଳ ଗୁରୁ ନାମକୁ ଜପିବ। ଓହୋ ହେଲା, ସେତ ଜଗିଆ ପଡେ ନାଇଁ? ହଁ ନ ଜଗିଲେ ହବ କେମିତି? ହଁ ହଁ, ହେଲା ହେଲା। ନାଇଁ ମୁଁ ପଚାରୁ ବୋଲି କହୁଥିଲା, ମୁଁ ଦେଖୁଛି ଆପଣ ଭିଡିଓ ସବୁ କଥା ହଉଛନ୍ତି ସବୁ ସମସ୍ତେ, ମୁଁ ସବୁ ଦେଖୁଛି ଭିଡିଓ, ତ ସେଇଟା ପଚାରିଲି ଜାଣିଲେ। ହଁ ନା ଆମ ଭିଡିଓ ଯାକୁ ଦେଖୁଛ, ଆମ ଭିଡିଓ ଉପରେ ପଚାର। ହଁ ଆଜ୍ଞା। ଆମ ଭିଡିଓ ଦେଖିବ, ଯୋଉ ଭିଡିଓରେ ତମର ସନ୍ଦେହ ରହିବ ଆଜ୍ଞା। ସେଇ କଥାଟା ସେଇ ଭିଡିଓ ଦେଖି ସାରିକି ସେତିକି ବେଳେ ପଚାରିବ, ମୁଁ ସବୁ ଖୋଲିକି କହିଦେବି। ସାର୍ ଏଇଟା ତ ଆତ୍ମଜ୍ଞାନ ପରବର୍ଜନରେ ଅଛି ଏଇଟା। ହଁ ନାଇଁ ଆତ୍ମଜ୍ଞାନ ଅଛି ଯେ, ସେଇଟା ମୁଁ କହିଲି କଣ, ମୋ ଯୋଉ ଭିଡିଓ ଛାଡୁଛି ହୁଁ ହୁଁ ହୁଁ। ସେ ଭିଡିଓ ସବୁ ଶୁଣ, ତାର ଭିତରେ ଯୋଉଟା ସନ୍ଦେହ ହବ ପଚାରିଲେ ମୁଁ କହିବି। ଆଉ ଯୋଉ ହେଲେ, ଆମେ ଯେତେବେଳେ ଚନ୍ଦ୍ର ସୂର୍ଯ୍ୟ ବାରିକିରି ଆମେ ଚନ୍ଦ୍ର ବେଳେ ସେଠି ଜପିବାକୁ ପଡିବ ଚନ୍ଦ୍ରରେ ନା ନାଇଁ? ନାଇଁ ନାଇଁ ସୂର୍ଯ୍ୟ ନାଇଁ? ହଁ। ଆଉ ଯୋଉ ଅଷ୍ଟାଙ୍କ ଯୋଉଟା, ଯୋଉ 108 ମନ୍ତ୍ର ପରମ୍ପରା ନିରାଜ ଶହେ ନାଇଁ ସେ ଯୋଉ ବିଷୟରେ ମୁଁ ଜାଣିନି, ଆମର ତ ହେଲା ଅଜପା, ମୁଁ ଜପ କଥା କହିପାରିବିନି। ଆଜ୍ଞା ଆଜ୍ଞା, ଓହୋ ହେଲେ ସେଇଠି ଜପିବାକୁ ପଡେ ନାଇଁ? ହୁଁ। ଆଉ ଆଜ୍ଞା ଯୋଉ ଆଉ ଗୋଟେ କଣ କହିବି ମୋର ତମେ ଖିଆଲ ଗୁରୁ କରିଛ ନା? ଆଜ୍ଞା। ଆଉ ଗୁରୁ କରିଛ ଯଦି, ଇଆଡୁ ସିଆଡୁ କାଇଁ ପଚାରୁଛ? ଆଜ୍ଞା ନା ମୁଁ ଶୁଣିଛି ତ, ଆପଣ ଟିକେ ପଚାରିଦେଲି ଆଉ ନା ଟିକେ। ନା ଶୁଣିକି ପଚାରିବା ଭୁଲ ହବ, ଆଜ୍ଞା ତମେ କର୍ମ କର, ଆଜ୍ଞା ଯୋଉଟା ଆଜ୍ଞା ଅନୁଭବ ତମର ହବ, ସେ ଅନୁଭବ ଭିତରେ ଯଦି କିଛି ଅସୁବିଧା ହୁଏ, ମୁଁ ବଜେଇଦେବି। ତମେ ହଁ ଶୁଣିକି ନାଇଁ ଇଆଡୁ ସେଇଟା ସିଆଡୁ ମୁଁ ପଚାରିବ ନେଇଛି ଯେ, ମୁଁ ଜାଣିପାରୁନି ଜିନିଷ ମୁଁ ପଚାରୁଛି ଆମ ଗୁରୁ ସାର୍ ଇଆଡୁ କଥା ଯିଏ କହିଛନ୍ତି, ସେ କେତେ ଭାବରେ କହିଛନ୍ତି, ତମେ ପଚାରିଦେଲେ ମୁଁ କେମିତି କଣ ତମକୁ କହିବି? ହଁ ଆଜ୍ଞା ହଁ ଆଜ୍ଞା, ମନେ ହଉନି ତ କୋଉଟା ଜିନିଷଟା ପୁଣି ପଚାରୁଛି ଆଜ୍ଞା। ନାଇଁ ସେ ଶାସ୍ତ୍ରୀୟ ଜ୍ଞାନ କଥା ପଚାରିବନି। ଆଜ୍ଞା ଆଜ୍ଞା। ପରମାର୍ଥ ପଚାର, ଶାସ୍ତ୍ରରେ ତ କେତେ ପ୍ରକାର ଜ୍ଞାନ ଲେଖା ହେଇଛି। ହଁ 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 ହଁ, ହେଲା ହେଲା। ଏଗୁଡାକ ଏତେ ମୁଣ୍ଡ ପୁରାନା ଭ୍ରମିତ, ମୁଁ ସେଇଭଳିଆ ଲୋକ ନୁହେଁ। ମୁଁ ତମେ ଯେ କଣ ଗୋଟେ କହିଦବ ବହିରୁ, ମୁଁ ତାକୁ ଦେଖି ଦେଖି ମେଚେ ପୁଳେ ଗପିଦେମି, ସେଗୁଡାକ ସବୁ ମୋ ଦ୍ୱାରା ହେଇପାରିବନି। ତାହେଲେ ଆଜ୍ଞା ଯୋଉ ହିଡିଙ୍ଗ ସିଡିଙ୍ଗ ଫିଡିଙ୍ଗ ଏଇଟା କୋଉଠି କୋଉଠି ଲାଗିବ ତମେ ଏତେ ଆଉ ପଚାର ନା, ତମେ ଗୁରୁ ନାଁ ଗୁରୁ କରିଛ ନା? ଆଜ୍ଞା ହଁ। ଆଉ ଗୁରୁ କରିଛ ଯଦି, ଗୁରୁ ସଦଗୁରୁ କରିଛ ନା? ହଁ। ଆଉ ସଦଗୁରୁ କରୁଛ ତ, ତମେ ନାମ ସ୍ମରଣ କରୁନା? ହୁଁ ଆଜ୍ଞା, ହଁ ନାଇଁ ସେଇଟା ଆପଣ ଦେଖୁ ଭିଡିଓ ତ ଜଣକୁ କହୁଥିଲେ ସେଇଟା। ଶୁଣିକି ତମେ ସେଇ ବିଷୟରେ ତମେ ଯଦି ବୁଝିବ କହିବ ନା, ଇଏ କଣ ପ୍ରଶ୍ନ? ଆଜ୍ଞା ଆଜ୍ଞା ଆଜ୍ଞା, ହଁ ହଁ। ଆଉ ଗୋଟେ କଥା ହଉଛି, ଆମେ ଯୋଉ ଧ୍ୟାନ କରୁଛୁ, ଧ୍ୟାନର ଯୋଉ ତାଟକ ରେଚକ, ଏଇ ସବୁ କଣ କେମିତି କରିବାକୁ ପଡିବ?
ଆଚ୍ଛା ତମେ ଗୁରୁ କରିଛ ନା? ଆଜ୍ଞା ଆଚ୍ଛା ଶୁଣ ମୁଁ ଗୋଟେ କଥା କହୁଛି, କଲେଜକୁ ଗଲେ ଆଉ ସ୍ଲେଟ୍ ଦରକାର ନାହିଁ। ଆଜ୍ଞା ସେଇଭଳି ପ୍ରକାର ଧ୍ୟାନ ହଉଛି ଯମ ନିୟମ ଆସନ ପ୍ରାଣାୟାମ ପ୍ରତ୍ୟାହାର ଧାରଣା ଧ୍ୟାନ ତାପରେ ସମାଧି। ଆଜ୍ଞା ଆମେ ଯଦି ଧ୍ୟାନ କରିବା ଆଉ ରେଚକ ପୂରକ କୁମ୍ଭକ ତାଟକ କିଛି ଦରକାର ନାହିଁ। ଆଜ୍ଞା କାହିଁକିନା ଧ୍ୟାନ ସ୍ତରକୁ ଯିଏ ଗଲା ତାର ଏଗୁଡାକ ଦରକାର ନାହିଁ। ଇଏ ଦରକାର ନାହିଁ ମାନେ ଇଏ ଆପେ ଆପେ ହେଇଯିବ। ନାଇଁ ଏଗୁଡାକ ଅତିକ୍ରମ କଲା ପରେ ମଣିଷ ଧ୍ୟାନ ସ୍ତରକୁ ଯାଏ। ଆଜ୍ଞା ତେଣୁ ଏଗୁଡାକ ଯଦି ତମେ ନ କରିଛ ଧ୍ୟାନକୁ ଗଲେ କେମିତି ଧ୍ୟାନ ହବ? ଗୋଟେ କଥା ହଉଛି ସବୁ ତଳୁ ଆଜ୍ଞା ପିଢିଟାକୁ ଆମେ ମଜବୁତ କଲା ପରେ ଯାଇ ସିଆଡକୁ ଯିବା ନା। ଆମର ଗୋଟେ ଆଜ୍ଞା କଥା ନାହିଁ, ମୂଳ ଦୁଆ ଯଦି ମଜବୁତ ନାହିଁ କାନ୍ଥ ବସିଡ଼ି ପଡିବ। ଆଜ୍ଞା ତେଣୁ ସେ ଯୋଉ ଧ୍ୟାନ ଆମେ କରିବା ଯଦି ମୂଳରୁ ଆମେ ଠିକ କରିକି ନ ଯାଇ ଯଦି ଧ୍ୟାନ କରିବା ସିଏ ଖାଲି ଆଜ୍ଞା ଲୋକ ଦେଖାଣିଆ ଆଉ ଫାର୍ସ। ତାମାନେ ତାଟକ ରଚକ ଗୁରୁଙ୍କ ପ୍ରତି ଯୋଉ ମନ ବଳିବାଟା ତାଙ୍କ ନାମ ପ୍ରତି ଏଇ ଯୋଉ ତାଟକ ରଚକ ନା କଣ? ଆଉ ହଁ ନା କେତେ ପ୍ରକାର ବାଟ ଅଛି। ଆଗେ ସଦ୍ଗୁରୁ କରିଛ କି? ଆଜ୍ଞା ଯଦି ସଦ୍ଗୁରୁ କରିଛ ତାହେଲେ ଗୁରୁ ବତେଇ ଦେବେ। ବୁଝିପାରୁଛ ନା? ଏଠି ତ ବତେଇ ପାରୁନାହାନ୍ତି, ସେଇଥିପାଇଁ ବାବାଙ୍କୁ କହିନି ବାବା ବତେଇ ପାରୁନାହାନ୍ତି ମାନେ ସେ ସଦ୍ଗୁରୁ ନୁହନ୍ତି। ନା ସେ ସଦ୍ଗୁରୁ ନୁହଁ, ସଦ୍ଗୁରୁ ଦେହ ତ୍ୟାଗ କରିସାରିଛନ୍ତି। ବା ଦେହ ତ୍ୟାଗ କରିଛନ୍ତି, ଅନ୍ୟମାନେ କହିପାରୁନାହାନ୍ତି। ଯେହେତୁ ପଇସା କମଉଛନ୍ତି, କିଛି ପଇସା କମଉଛନ୍ତି। ନା ନା ତାକୁ ଛାଡ ତମେ ଆସ, ବୁଝିଲ ନା? ଆଜ୍ଞା ଆସିଲେ ମୁଁ ତମେ ଯଦି ଚାହୁଁଛ ଆଗ୍ରହ ଅଛି ମୁଁ ଯାହା ଜାଣିଥିବି ତମକୁ ଗୋଟିଏ ପରେ ଗୋଟିଏ ମୁଁ କହିଦେବି। ଆଜ୍ଞା ନିଶ୍ଚିନ୍ତ କହିଦେବି। ମୁଁ ତ ୟୁଟ୍ୟୁବରେ ଛାଡୁଛି ତମମାନଙ୍କ ପାଇଁ। ମୁଁ କହିଲି ନା ମୁଁ ମୋର କିଛି ସେମିତି ବାସ ବିଚାର ନାହିଁ। ଯିଏ ଚାହୁଁଛି ଆଗ୍ରହ କରୁଛି ଉପରକୁ ଯିବା ପାଇଁ ମୁଁ ନିଶ୍ଚିନ୍ତ ବାଟ କହିଦେବି ହେଲା। ବାବା ମତେ ଗୋଟେ କଥା ଟିକେ କୁହନ୍ତୁ, ମୁଁ ସେ ତାଟକ ରଚକ ଯୋଉ ସେ ଗୁରୁଙ୍କ ନାମ ପ୍ରତି ମନ ବଳିବାଟା ଯୋଉ ଭାବ ସୃଷ୍ଟି ହବାଟା ସେଇଟା ତାଟକ ରଚକ କହନ୍ତି ନା? ନା 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 ପବନଟାକୁ ଛାଡିବାଟାକୁ ରେଚକ କୁହନ୍ତି। ନିଶ୍ୱାସ ଭର୍ତ୍ତି କରିବାଟାକୁ ପୂରକ କହନ୍ତି। ହେଲା କି? ଗୋଟେ ନିର୍ଦ୍ଦିଷ୍ଟ ଜାଗାକୁ ମାନେ ନିର୍ଦ୍ଦିଷ୍ଟ ଜାଗାକୁ ଅପଲୋକ ନତ୍ରରେ ଚାହିଁ ରହିବାର ନାମ ହଉଛି ତାଟକ। ଆଜ୍ଞା ଏଇଟା ତିନିଟା ଜିନିଷ। ଆଜ୍ଞା ଆଉ ଗୁରୁଙ୍କ ନାମ ପ୍ରଥମେ ଯଦି ନବା, ଆଗେ ନାମରେ ମନଟାକୁ ତନ୍ମୟ ହେଇଗଲେ ସେ ନାମ ଦ୍ଵାରା ସବୁ ଭକ୍ତି ପ୍ରେମ ସବୁ ଗୁଡାକ ପଳେଇ ଆସିବ। ଆଜ୍ଞା ନାମ ତ ମୂଳ ଆଉ। ଆଜ୍ଞା ନାମ ଠିକ ବାଟରେ ଯଦି କରିପାରିବ ସବୁ ହେଇଯିବ। ବାବା ଆପଣ ଗୋଟେ ଚ୍ୟାନେଲରେ କହୁଥିଲେ ଥରେ, ଆପଣ କହିଲେ କଣ ଯୋଉ ପବନ ରୂପକ କଣ କାନ୍ଥରେ ପବନ ରୂପକ ଏମିତି ଲଗେଇଦେନେ ତାପରେ ଯାଇକି ମନ ସ୍ଥିର ହବ। ସେ କଥା ହଉଛି କଣ ମୁଁ ବୁଝେଇ ଦଉଛି ଶୁଣ। ସେ ଯୋଉ ତୁଳନା ଟା କହିଲ ମୁଁ ବୁଝେଇ ଦଉଛି। ତମେ ହେଲ ଗାଈଆଳ, ଆଜ୍ଞା ମନ ହେଲା ଗାଈ, ଆଜ୍ଞା ଆଚ୍ଛା ପବନ ହେଲା ଖୁଣ୍ଟ, ଆଜ୍ଞା ଆଚ୍ଛା ଆଧାର ଲିଙ୍ଗ ନାଭି ହୁଦ କଣ୍ଠ ଲଲାଟ ନାସାଗ୍ର ଏଗୁଡାକ ସବୁ ହେଲା ଗୁହାଳ। ଆଜ୍ଞା ଯେକୌଣସି ଜାଗାରେ ତମେ ମନ ଚକ୍ଷୁକୁ ନିବଦ୍ଧ କରିକିରି ପବନ ଧିରେ ନାମଟାକୁ ଯଦି ଚଲେଇବ ତାହେଲେ ତମର ଅଟୋମେଟିକ ମନ ସେ ଜାଗାରେ ଏକାଗ୍ର ହେଇଯିବ ହେଲା। ପବନ ମାନେ ଆମେ ପବନକୁ ନଜର କରିମୁ ନା ଆମ ତ୍ରିକୁଟକୁ ଆମେ ନଜର କରିମୁ? ତ୍ରିକୁଟକୁ କାହିଁ ନଜର କରିବ? ନଜର କରିବ ପ୍ରଥମେ ପବନ। ପବନ ସ୍ଥିର ହେଇନି ତ୍ରିକୁଟକୁ ନଜର କଲେ କଣ ହବ? ଆଜ୍ଞା ବୁଝିଲେ ନା? ପବନକୁ ନଜର କରିମୁ। ପବନକୁ ନଜର କରିବ, ବୁଝିପାରୁଛ? କିନ୍ତୁ ପବନ ଧିରେ ନାମକୁ ଚଲେଇବ। ଆଜ୍ଞା ସେଇଟାକୁ ଆଗେ କିଛି ଦିନ ଚାଲୁ, ତାପରେ ଦେଖିବା। ଆଗେ ଗୋଟିଏ ପରେ ଗୋଟିଏ ସିଦ୍ଧି ହେଲେ ଆଉ ଗୋଟେ ଆମେ କରିବା। ଆଜ୍ଞା 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 ପବନ ଧିରେ ନାମଟାକୁ ତମ ଗୁରୁ ଯଦି ପବନ ସୂତ୍ରରେ ଦେଇଥିବେ, ସଦ୍ଗୁରୁ ହେଇଥିବେ, ତାହେଲେ ପବନ ସୂତ୍ରରେ ନାମଟାକୁ ତମେ ଚଲାଅ। ଚଲେଇକି ପବନ ଗୋଟେ ଅନ୍ତରକୁ ପଳେଇ ଆସୁ ନାମ ଧିରେ, ତାପରେ ଆମେ ଦେଖିବା। ଆସନ ସିଦ୍ଧି ନହେଲେ କିଛି ହେଇପାରିବନି। ଆଜ୍ଞା ଆଜ୍ଞା ବାବା ଆଉ ଗୋଟେ କଥା, ଏଇ ଯୋଉ ପୁଣ୍ୟ ଯୋଉ ଲୋକ କରନ୍ତି, ପୁଣ୍ୟ କନେ କଣ ହବ, ପୁଣ୍ୟ ନ କନେ କଣ ହବ? ପୁଣ୍ୟ ମାନେ ପୁଣ୍ୟ କି କାର୍ଯ୍ୟକୁ ପୁଣ୍ୟ ବୋଲି କହୁଛ? ପୁଣ୍ୟ ମେଡିକାଲର ଲୋକ ମେଡିକାଲକୁ ଯାଉଛନ୍ତି, କିଏ ଅସୁବିଧାରେ ପଡୁଛି ସାହାଯ୍ୟ କରିବା। ସେଟା ମଦର ଟେରେସା ଭଳିଆ ସିଏ ଗୋଟେ ପ୍ରକାର ସାହାଯ୍ୟ, ବୁଝିଲ କି? କିନ୍ତୁ ସେଇ ସାହାଯ୍ୟ ଟା କେବଳ ମଶାଣି ଭୂଇଁ ପର୍ଯ୍ୟନ୍ତ। ମଶାଣି ପର୍ଯ୍ୟନ୍ତ? ହଁ ମଶାଣି ପର୍ଯ୍ୟନ୍ତ। ମଶାଣି ଉପରକୁ ସେ ସାହାଯ୍ୟ ନୁହେଁ। ଆଜ୍ଞା ଜଣେ ତମେ କହିଲେ ମୁଁ ତମକୁ ଗୋଟେ ଛୋଟ ଟାଇମ ଅଛି ତ ଯଦି କୁହ ମୁଁ କହିବି। ହଁ ବାବା ଟାଇମ ଅଛି। ଗୋଟେ ଆମର ଯୋଉ ଜାଣିଥିବ ଆମର ଇସ୍କନ ଗୋଟେ
जो प्रभुपाद संस्था अच्छे भुवनेश्वर अच्छी आज्ञा 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 से संस्था को मुझे पिलादिने जाऊली से जड़े बाबा सबुदिन भागवत बुझाती बुझला बुझेला भितर जड़े टोका सीटी आगे हठात पहुंचिकी से बाबा को प्रश्न कला से कहला बाबा ठारू आपन कौन अधिका काम कर बसिकी बुझल कि हेलो आज्ञा आज्ञा सी कहले मदर टेरेसा ठारू तमें ये बसिकी कौन अधिका काम कर बाबा कहले कहले मदर टेरेसा से काम करुँच ना लोक मानकर सेवा करुँच तेणु से जो सेवार फलटा लोक मशाणी की गला पर्यंत सी पाइबे चेतना थी जहाँ हो टेरेसा आमको साहाय्य कले भल कले मंद कले पाइबे किंतु से लोकटा चलीगला आउ से फलटा रही बुझल किंतु साधु माने कौन करती ना मशाणी पर जो कम से करती मशाणी पड़े कौन ना आत्मा जिते देह छाड़ी जाए है सी जो पाप पुण्य भल मंद सब करी विशोधन करके परजन्म से शरीर आत्माटा को सूक्ष्म शरीरटा को शोधन करती ये हूँ साधुंर काम तेने साधु आत्मगत रोग भल करती मदर शरीरगत रोग केवल भल कले शारीरिक रोग को उपशम देले डाक्तरखाना देले साहाय्य कले यहीटा कले किंतु साधु माने चिरदिन भी आसंता जन्म पर्यंत सी तुम साथी कि तुम सांगे तुमको साहाय्य कले तुम प्रश्न उत्तर बुझिल तो हाँ बुझिल बाबा आ गोटे कथा जो आम जो मनकर लोक मानकर साहाय्य करिनु आमे से लोक मानक भितर ब्रह्म अच्छी तेणु आमे से भगवान को साहाय्य करूँ कि सेटा जदि भाभी ननु तो भगवान कृपा किसी मिलियो ना भगवान को कृपा कौन मु बुझे दूची सुनो जो व्यक्ति टी तुम साहाय्य कल है अंतर जो प्रभु अच्छा अंतर सहकार तुम साहाय्य को ग्रहण करके भाविला जहाँ हो मत ये साहाय्य कले है से दिन अंतर आशीर्वाद तुम पाखक पलि आसो तमें भी ईश्वर कृपा से दिन लाभ कर तेणु समस्त हृदय भगवान अच्छा ना तेणु से कृपाटा निश्चय आसो तुम पाखक कृपाटा केते दिन माने मशाणी पर मिलिबो ना मशाणी पूर्व भी थाई पारे आसी पारे बुझिपारे मु तुम गोटे उदाहरण दूची शुण तुम गाँव जड़े गोटे बुढ़ा लोक अच्छी है से बुढ़ा लोकर 4 बोऊ 4 बोऊ भर 3 बोऊ बुढ़ा को भारी हताश करती बोटी बुढ़ाटीर भारी सेवा करे एमती किछि दिन चलीगला दिने गोटे गाँ मुंडे 2-3 जन बुढ़ा बसी सारापर बुढ़ा तार बो मान गुण गाँची पाखे गुण गाँव बड़ बो मझिया बो सान मझिया सब कहला कहला सान बो आहा साक्षात लक्ष्मी जो एक से भाविला सेवा कलनी बहुत दिन हम है कि आशीर्वाद से दिन गला पाखक ताने से सेवार कर्म फल ता हृदय गच्छित होता दिन सी प्रकाशित है ठीक से तुम जहाँ को सेवा कर पुण्यकर्म ता हृदय संचित हो सी प्रतिफलन हम दिने से ग्यारंटी कई दे पारे तेणु आमे किंतु कर्म कर फल आशा कहीं रखा आमे पुण्य कर्म कर साहाय्य करवा जन जगतर मंगल करवा कला बेल सी ऑटोमेटिक आम हृदय रे सी बांधिकी रही यही हूँ कथा बाबा गोटे कथा मनकर आम कहारी किसी करना कि कुआड़ को जीमु ना कौ मंदिर जीमु ना आम खाली बसमु आम प्रभु को चिंतन करमु आमर कर्म जहाँ करिया कथा करमु बाकी आम प्रभु को चिंतन करमु किसी तादर क्षति अछि ना किसी क्षति नहीं गोटे कथा हम शुण ये प्रकार कर्म जो माने करती हृदय जो जन्म जन्मांतर महिला अच्छी चित्तटा अशुद्ध अच्छी तेणु जो गुरु करेंगे यही कम करू आत्मचिंतन करू करू गुरु कौन करेंगे ना जोग बल से सब अशुद्ध चिंता को काटिकी विशुद्ध कर आत्मार सद्गति करदे पारे तेणु एथि असुविधा किसी नहीं पुण्य कर्म आत्मार सद्गति हो पारे आत्मार पुण्य संचय हो पारे ये जो आत्मचिंतन कथा कले ये आत्मार सद्गति ही हम आत्मा मुख्य प्राप्ति पाई चित्त शोधन
ଚିତ୍ତ ଶୁଦ୍ଧି ହେଇଗଲେ ଆପଣଙ୍କର ସବୁ ହେଇଯିବ। ଚିତ୍ତ ଶୁଦ୍ଧି ହେଇଗଲେ ଆପଣଙ୍କର ସବୁ ହେଇଯିବ। ଆଜ୍ଞା ବାବା ଗୋଟେ କଥା ଥିଲା କୋଉଟା ମୁଁ କହିଲି ବ୍ରହ୍ମଚର୍ଯ୍ୟ ଯୋଉ ପାଳନ କରିବା ତା ଭିତରେ ବ୍ରହ୍ମ କଣ ଆମେ ଧାରଣ କରିକି ଜୀବନ ସାରା ରଖିପାରିବା? ବାଟ ଅଛି। ସାଧାରଣ ଲୋକ ତମେ ଖାଲି ବ୍ରହ୍ମଚର୍ଯ୍ୟ ପାଳନ କଲେ ରହିପାରିବନି, ରଖିପାରିବ। ମୁଁ ଆଉ ଗୋଟେ ଉଦାହରଣ କହିଲ ମୁଁ ତମେ କହିଦଉଛି। ଜଣେ ଛୋଟ ବାବାଟେ ଥିଲା, ଟୋକା ବାବାଟେ, ଏଇ ସେଇ ଇସ୍କନରେ ସେ ଥିଲା। ସେତେବେଳେ ଏତେ ମନ୍ଦିର ଫନ୍ଦିର ନଥିଲା, ଅଳ୍ପ ଘର ହଉଥିଲା, ତାଳ ଗଛ ଛୋଟ ଛୋଟ ତାଳ ଗଛ ମଧ୍ୟ ସେ ପଢିବାର ଥିଲା। ଗଛ ମୂଳକୁ ତାକୁ ଡାକି ନେଇକି ବସେଇଦେନି। ମୁଁ କହିଲି ଦେଖେ ତୁ ବାବାଜୀ ମୁଁ ବାବାଜୀ, ମତେ ଯାହା କହିବୁ ସତ କହିବୁ, ଭୁଲ କହିବୁ ମିଛ କହିବୁନି, ଗୁରୁ କରୁଛୁ ତୋ ଗୁରୁ ରାଣୀ ତୁ ସତ କହିବୁ। କହିଲା ହଁ। ମୁଁ ତମେ ତ ଜପ ତପ କରୁଛ, ମୋ ବ୍ରହ୍ମ ବୀର୍ଯ୍ୟକୁ ସ୍ଥିର ରଖିପାରୁଛ ନା? ସେଇଠୁ କଣ ନା ସେ ଟିକେ ବିଚଳିତ ହେଇ ପଡିଲା। ମୁଁ ସେଇଠୁ କଣ ନା ଲୁଚିକି ପଳେଇ ଆସିଲି। ମୁଁ କହିଲି ମୁଁ ଯଦି ଅଧିକ କିଛି କହିବି ମୋ ପଛରେ ସେ ଗୋଡେଇକି ଯିବ, ବୁଝିଲେ ନା? ତେଣୁ ତା ପାଇଁ ଯୋଗ ନିହାତି ଦରକାର। ବିନା ଯୋଗରେ ସେ କେବେ ରହି ସମ୍ଭବ ନୁହଁ। ଯୋଗ, ସେଇ ଯୋଗଟା ବାବା କଣ? ସେଇ ଯୋଗ ହଉଛି ବ୍ରହ୍ମଚର୍ଯ୍ୟ ସାଧନା। ସଦ୍ଗୁରୁ କହିଦେବେ। ସେ କଣ ତାର ବାଟ କଣ? ସେ ବାଟଟା ଏଠିକି ନ ଆସିଲେ ମୁଁ ଏଠି କଣ ଫୋନରେ କହିପାରିବି? ସେଟା ବା ପ୍ରାକ୍ଟିକାଲ କଥାଟା। ଆଜ୍ଞା ଠିକ ଅଛି। ପ୍ରାକ୍ଟିକାଲ ଯୋଗ କରିବାକୁ ପଡିବ। ଆଜ୍ଞା ନାଇଁ ନାଇଁ, ଆପଣ ଯୋଉ କଥା କହିଲେ ଠିକ କଥା। ଆମେ ଯାହା କଲେ କଣ ହବ, ଇଏ ପୁରା ଶରୀରରେ ପୁରା କଣା ଅଛି, ଯେତେ ଜ୍ଞାନ ଭର ତମେ ଯାହା କର ରଖିପାରିବନି କଣ୍ଟ୍ରୋଲ କରି। ଆଜ୍ଞା ଆଜ୍ଞା, ମୁଖ୍ୟ ଯେତେ ଶାସ୍ତ୍ର ଅଧ୍ୟୟନ କର, ଯେତେ ପୁରାଣ ପୁଥି ପଢ, ଯାହା କର କଣ ପାଇବ ବାପା? ରିପିଟ ତ ନାହିଁ ନା ରେ, ବିନା ଯୋଗରେ ସମ୍ଭବ ନୁହେଁ। ଯୋଗ କରିବାକୁ ହେଲେ ତା ରିପିଟ କରିବାକୁ ପଡିବ ଶରୀରକୁ। ହଁ, ଶରୀରଟାକୁ ସ୍ୱତନ୍ତ୍ର ବନେଇବା ପାଇଁ ପଡିବ। ସଂସାର ଲାଇନ ଗୋଟେ ଅଲଗା। ହଁ, ସଂସାର ଯଦି ଜଣେ କରିବ ତାର ବି ଗୋଟେ ନିୟମ ଧାରା ମାନିକି ଚାଲିବା ଦରକାର। ଏଇ ଗୁରୁଙ୍କର ବଚନରେ ଏତିକି ଦିନ ସ୍ତ୍ରୀ ରୂପରେ ଦେଖିବ, ଏଇ ହିସାବରେ କଥା। ଆଉ କଣ? ଆଜ୍ଞା ହଉ ବହି ନବ ନା? ଆଉ ଟିକେ ମୁଁ ବ୍ୟସ୍ତ ଅଛି, ପଛରେ କଥା ହେବି। ଆଜ୍ଞା ବାବା। ୟୁଟ୍ୟୁବ ଦେଖୁଥିଲି, ଆଉ ଆମର ଗୋଟେ ଭଜନ ବାବା ଲେଖିଥିଲେ, ଏଇ ଯୋଉ ଆମର ଯୋଉ ଗୋରଖଦାସ ଲେଖିନଥିଲେ ଗୋଟେ ଗୀତ, ସେ ଯୋଉ ମନୋଭ୍ରମରାରେ ଗୋଟେ ଗୀତ ଲେଖିଥିଲେ, ତାର ଲାଷ୍ଟ ପଦ ହଉଛି ଅଣସୂତ୍ର ମାଳା ବାମ କର ଧରି ଭଜି ଅଛନ୍ତି ମହେଶ, ମାଳା ଛିଡ଼ିଗଲେ ଭେଳା ବୁଡିଛ କହି ଗୋରେ ଦାସ। ଏଇ କଥାଟା ମୁଁ ଟିକେ ଅଣସୂତ୍ର ମାଳା ହଉଛି ସଦ୍ଗୁରୁ ଦତ୍ତ ମନ୍ତ୍ର ସୂତ୍ର। ହଁ ସେଟା ବାବା ମୁଁ ବୁଝୁଛି, କିନ୍ତୁ ଆପଣ ଗୋଟେ ଯାଗାରେ କହିଛନ୍ତି, ମୁଁ ଦେଖୁଥିଲି ଆପଣ କହୁଥିଲେ ଯେ ଆମର ଯୋଉ ଇରା ନାଡି ପିଙ୍ଗଳା ନାଡି ଯୋଉ ସାଧନା କଥା କହୁଥିଲେ, ସିଏ କିନ୍ତୁ ସେଥିରେ ଲେଖିଲେ ବାମ କରେ ଧରି ଭଜି ଅଛନ୍ତି ମହେଶ। ମୁଁ ସେଇଟା ଟିକେ ବାମ କରେ ବାମ କରେ ଧରି ଅଣସୂତ୍ର ମାଳା ବାମ କରେ ଧରି ଭଜି ଅଛୁ ମହେଶ, ମାଳା ଛିଡିଗଲେ ଭେଳା ବୁଡିଯିବ କହି ଗୋରେଖ ଦାସ। ମହେଶ ହଉଛି ଇଡା ନାଡିର ଦେବତା। ବାମ କରେ ସେ ଧରିଛନ୍ତି, ତାଙ୍କର ଇଡା ନାଡିକି ସିଏ ଧରିକି ବଜୁଛନ୍ତି, କିଏ ସେ ମହେଶ୍ୱର। ଓହୋ ଆଚ୍ଛା ଆଚ୍ଛା, ଠିକ ଅଛି। ତେଣୁ ସିଏ ବାମ କରରେ ମହେଶ୍ୱର ଟା ଧରିଛନ୍ତି, ଇଡା ନାଡିକି ସିଏ ଧରିଛନ୍ତି, ବୁଝିଲ। ମୁଁ ସେଇଆ ଭାବିଲି, ମୁଁ ବାବା ତ କହୁଥିଲେ କାହିଁକିନା ଆମର ସାଧନା କରିବା ପାଇଁ ଇଏ ବାମ କରେ କଣ ଧରୁଛନ୍ତି? ନାଇଁ, ଇଡା ନାଡିର ଦେବତା ହଉଛନ୍ତି ଶିବ। ମୁଁ ସେଇଟା ମୁଁ ଦେଖିଲି, ମାନେ ଆପଣ ତ କହୁଥିଲେ ଇଡା ନାଡିରେ ସାଧନା କଲେ ପିତୃ ପୁରୁଷ ମଣ୍ଡଳକୁ ଯାଆନ୍ତି। ପିତୃମଣ୍ଡଳକୁ ଯିବ। ହଁ, ସିନା ଇଡା ନାଡିରେ ସାଧନା କଲେ ଆମେ ଅଧୋଗତି ପାଇବା, କିନ୍ତୁ ଇଡା ନାଡିର ଦେବତା ହଉଛନ୍ତି ଶିବ, ପିଙ୍ଗଳା ନାଡିର ଦେବତା ହଉଛନ୍ତି ବିଷ୍ଣୁ, ସୁଷୁମ୍ନା ନାଡିର ଦେବତା ହଉଛନ୍ତି ବ୍ରହ୍ମା। ବ୍ରହ୍ମା ବୀର୍ଯ୍ୟ, ବିଷ୍ଣୁ ବାୟୁ, ଶିବ ମନ। ଏଟା ପୁରା ପୁରା ମନେ ରଖ ହେଲା। ଆଉ ଗୋଟେ ବାବା, ଆଉ ଗୋଟେ ଜିନିଷ, ଆଉ ଗୋଟେ କଥା ମୁଁ ଟିକେ ପଚାରୁଛି ଆପଣଙ୍କୁ, ଆମର ଆପଣ ଯୋଉ କହୁଛନ୍ତି ଯୋଉ ମନ ଟାକୁ ଆୟତ କରିବା ପାଇଁ, ହଁ, କିନ୍ତୁ ଆମର ଗୋଟେ ଜିନିଷ ହଉଛି ମନ ଆମର ଯୋଉ ଆୟତ ହେଲେ ମନର ମନର ଘର ହଉଛି ଚକ୍ଷୁ। ଆଖି ଯୋଉଠି, ଆଖିର ଦୃଷ୍ଟି ଯୋଉଠି ନ ଯାଇ ପାରୁଛି, ମନ ସେଠିକି ଯାଇପାରିବ ନାହିଁ। ହଁ, ସେଇଟା ତ କୁହାହେଇଛି। କିନ୍ତୁ ଆମର ସେଇଟା ଆଉ ମୁଁ ବି ଦେଖୁଥିଲି ପଞ୍ଚସଖାରେ ତାଙ୍କର ବହି ଦେଖୁଥିଲି, ମନ ପବନ ଏକକର, ପବନରେ ମନକୁ ନେଇକି ଭରିବା। ସେଇଟା ତମ ସନ୍ଦେହଟାକୁ ମୁଁ ମୋଚନ କରିଦଉଛି।
ମନର ଘର ହଉଛି ଚକ୍ଷୁ ଯେ ମନ ଚକ୍ଷୁ ଘରେ ରହିକି ସେ କଣ ଉପଭୋଗ କରୁଛି? ବିଷୟ ଉପଭୋଗ କରୁଛି। ମନ ଚକ୍ଷୁରେ ରହିକି ମନର ଉତ୍ପତ୍ତି ସ୍ଥଳ ହେଲା କଣ୍ଠ, ମନର ଖେଳ ଘରଟା ହେଲା ଚକ୍ଷୁ, ହେଲା କି? ଚକ୍ଷୁରେ ସେ ରହିକିରି ସେ ବିଷୟରେ ଖେଳୁଛି, ହେଲା କି? କିନ୍ତୁ ଯଦି ତମେ ଆତ୍ମଚିନ୍ତନ ଆମେ କରିବା ତାକୁ ପବନରେ ଖେଳିବାକୁ ପଡିବ। ହଁ, ଆମର ପବନ ଟା କଣ ଆମର ସ୍ପର୍ଶ ହଉଛି ବୋଲି ସେଟା ଅନୁଭବ କରୁଛନ୍ତି। ତାପରେ ଯୋଉ ଆମର ଯୋଉ ବାବା ଯୋଉ ନାମ ଦେଇଛନ୍ତି ତାକୁ ଖାଲି ଆମେ ଖାଲି ଅନୁଭବ କରୁଛନ୍ତି। ଆଉ ଆଡେ କଣ କିଛି ରହସ୍ୟ ଅଛି ନା କଣ? ନାଇଁ, ରହସ୍ୟ କିଛି ନାହିଁ। ତାକୁ ପବନ ସୂତ୍ରରେ ଅନୁଭବ କରିବ ଖାଲି, କିଛି କେବଳ ସେଇଟା ଅନୁଭବ ଆମେ କରୁଛନ୍ତି। ହଁ, ଅନୁଭବ କରୁଛନ୍ତି ଯେ କଥାଟା ଶୁଣ, ତମର ଗୁରୁ ଯୋଉ ନାମ ଦେଲେ ସେ ନାମରେ ମନ ଯେତେବେଳେ 24 ଘଣ୍ଟା ଲାଗିକି ରହିବ, ଜାଣିବ ତମର ମନ ସ୍ଥିର ହେଇଗଲା। ସେ ନାମରୁ ଯେତେ ସମୟ ମନ ତମର ଛାଡି ଯାଉଛି ସେତେ ସମୟରେ ମନ କଣ କରୁଛି ନା ବିଷୟରେ ଯାଇକି ମାତୁଛି। ତେଣୁ ମନରେ ନାମଟାକୁ ଯୋଗ କରିବା ସେଇଟା ହଉଛି ପ୍ରାକ୍ଟିସ। ହଁ, ମନ ତ ଆୟତ ମୋର ତ ମେନ୍ ହେଲା ମନ ଟା କଣ୍ଟ୍ରୋଲ ହେଲେ ରହିଲା ଆଉ। ହଁ, ମନ କଣ୍ଟ୍ରୋଲ ବା ନାମକୁ ମନ ନ କଲେ ମନ କଣ୍ଟ୍ରୋଲ ବଳେ ହେଇଯିବ। ବୁଝିଲ କି? ନାମକୁ ମନନ କରିବା ଦାୟିତ୍ଵ ତମର। ଅଭ୍ୟାସ କରିବା ଦାୟିତ୍ୱ ତମର। ଅଭ୍ୟାସ ଯୋଗ ଯୁଗତେନ ଚେତସା ନାନ୍ୟ ଗାମିନା ପରମଂ ପୁରୁଷଂ ଦିବ୍ୟଂ ଜାତି ପାର୍ଥାନ ଚିନ୍ତୟନ୍। ଅଭ୍ୟାସ ଯୋଗରେ ଅଭ୍ୟାସୀ ଚିତ ଏକାଗ୍ର ବଳେ ସେ ଦିବ୍ୟ ପରମ ପୁରୁଷ ଜୀବ ଲଭଇ ହେଳେ। ତେଣୁ ଅଭ୍ୟାସ ଦାୟିତ୍ୱ ଟା ଆମ ନିଜର। ଗୁରୁ ଶିଷ୍ୟର ପାଖରେ ବସିକି ସବୁ କଥା ବତେଇ ଦିଅନ୍ତି, କିନ୍ତୁ କର୍ମ କରିବା ନିଜ ହାତେ ଅନ୍ୟ କିଏ ପାରିବ ଜଗତେ। ଆଉ ଗୋଟେ ଛୋଟିଆ ଉଦାହରଣ, ଯେ ତମକୁ ଜର ହେଇଛି, ବଟିକା ବଜାରରୁ କିଣିକି ଆଣିକି ବାପା ମା ଦେଲେ, ତମ ଜିଭରେ ଥୋଇଦେଲେ, କିନ୍ତୁ ଢୋକିବା ଦାୟିତ୍ୱ ଟା ତମର ନା ଆଉ। ହଁ, ସେଟା ତ ଠିକ। ବାସ ସେଇଭଳି ଆମର କିଛି କର୍ମ ଅଛି। ସେ କର୍ମଟା ହଉଛି ଗୁରୁ ନାମକୁ ନେଇକି ପବନରେ ଯୋଗ କରିବା। ଆଉ ଫାଙ୍କା ହେଲା ବେଳକୁ ନାଇଁ ସେଇ ନାଇଁ 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 ସେ ପ୍ରଶ୍ନର ଉତ୍ତର ମୁଁ ଦେଇ ଦଉଛି। ତମେ ଯେତେବେଳେ ଖଟୁଛ ସେତେବେଳେ ମାଲିକ କୁ କହୁଛ କି ଯେ ବାବା ଆପଣ ଟିକେ ରୁହନ୍ତୁ, କାମ ବନ୍ଦ ହଉ, ମୁଁ ଯାଇକି ନିଃଶ୍ୱାସ ମାରି ଆସେ ତାପରେ କାମ କରିବି, ନା କହୁଛ କି? ବାସ୍, ନା ଆଉ ତମେ ଖାଅ ବୁଲ ଖଟ ବୁଡ ଯାହା କର, ନିଃଶ୍ୱାସ ଟା ତମର ଚାଲିଛି ନା ନାଇଁ? ସେଟା ତ ବାବା ସବୁବେଳେ ଧ୍ୟାନ ସେଟା ସେଠି ଜାଗାରେ ରହୁନି, କାହିଁକିନା ଖଟିଣି ଟା ହେଇଯାଉଛି, ବାଧି ଯାଉଛି, ସବୁବେଳେ ରହୁନି। ନା, ସେ ରହିବ। ଶୁଣ, ସେ ଯୋଉ ଆଉ ରହୁନି ବୋଲି ତମେ କହୁଛ, ସେଟା ଧୀରେ ଧୀରେ ଗୁରୁଙ୍କୁ ଶରଣ ପଶିକି ଗୁରୁଙ୍କୁ ଚିନ୍ତା କରିକି ତାଙ୍କୁ ଧ୍ୟାନ କରିକିରି ତମେ ରୀତିମତ ଯଦି ରାତି 4ଟାରୁ ଦୈନିକ ତମେ ଅଧ ଘଣ୍ଟେ ଲେଖା ସ୍ମରଣ କରିବ, ସେ ବଳେ ରହିଯିବ। ଆଜ୍ଞା। ସେ ଘଡି ଭିତରେ ଅଛି, ସମଝେଇଦେଲେ ଆପଣ 24 ଘଣ୍ଟା ମତେ। ଚାଲିଛି ହେଲା। ଆଜ୍ଞା ଘଣ୍ଟାରେ ଯେମିତି ଆଜ୍ଞା ଚାବି ସାଇଲା ପରେ ଘଣ୍ଟା ଟା ଆଜ୍ଞା ଆପେ ଆପେ ଘୁରେ, 3ଟା ଯାକେ ଘଣ୍ଟା ଗୋଟିକ ପରେ ଗୋଟିଏ ଚାଲେ, ହେଲା। ଆଜ୍ଞା ତେଣୁ ଆମ ଦେହ ଭିତରେ ମଧ୍ୟ ଗୋଟିଏ ଘଣ୍ଟା ଅଛି। ସେ ଆଜ୍ଞା ଘଣ୍ଟାଟିର ନାଁ ହେଲା ସୁଦର୍ଶନ ଘଣ୍ଟା। ଆଜ୍ଞା ବୁଝିଲେ କି? ଆଉ ସିଏ ଆଜ୍ଞା ଘଣ୍ଟାରେ କେମିତି ନା, ଆମର ଯୋଉ ଘଣ୍ଟା ଦେହରେ ଯୋଉ ସବୁ ଚକାଟା ଦିହରେ ଯେ ପ୍ରତି ଆଜ୍ଞା 5 ମିନିଟରେ ଗୋଟିଏ ଯୋଉ ଗାର ସବୁ ରହିଛି, 12 5 60 ମିନିଟ ରହିଛି, ଆମର ଆଜ୍ଞା ସେମିତି କଣ ନା 12 ଘରେ 5ଟା ଲେଖା ଗାର ଅଛି। 12 ଘରେ, ଆଜ୍ଞା ପ୍ରତି 12 ଘରେ 5 ଅଙ୍କ ଧୀରେ, 5 ଅଙ୍କ କିଏ ସେ? ପୃଥ୍ୱୀ ଜଳ ଅଗ୍ନି ବାୟୁ ଆକାଶ, ଇଏ ହେଲେ 5 ଅଙ୍କ। ଏ ହଁ 5 ଭୂତ, ହେଲା କି? 12 ଘର ଆଜ୍ଞା କିଏ ସେ? ନା 12 ମାତ୍ରା। 12 ଆଜ୍ଞା ମାତ୍ରା ସ୍ୱରରେ 5ଟା ତତ୍ଵ ଉଦୟ ହେଇକି ଚାଲିବାରୁ ଇଏ 12 ପଞ୍ଚା ହେଲା 60। ଏଇ ଷାଠିଏ 5ଟା ତତ୍ଵ ଅର ଚାଲିଛି। ଯେତେବେଳେ ଆମର ସେ ତତ୍ଵ ପଡିବ, ସେତେବେଳେ ଆମେ ଯିବୁ ଧ୍ୟାନ କରିବୁ। 12 ଘଣ୍ଟାରୁ କଣ ଅଛି?